ପାଳକ ମନ୍ତ୍ରୀ ହିସାବରେ ମୋର ଦାୟିତ୍ୱ ଦେବଗଡ଼ର ବିକାଶ କାର୍ଯ୍ୟର ସମୀକ୍ଷା କରିବା ଏବଂ ବିକଶିତ ଓଡ଼ିଶା ଗଠନ କାମରେ ଦେବଗଡ଼କୁ ମଧ୍ୟ ଅଗ୍ରଭାଗରେ ରଖିବା। ସେ କ୍ରମରେ ପ୍ରତ୍ୟେକ ମାସରେ ଦେବଗଡ଼ ଆସିବାର ମୋର କାର୍ଯ୍ୟକ୍ରମ ଥିଲା, କିନ୍ତୁ ମଝିରେ ସ୍ୱାସ୍ଥ୍ୟ କାରଣରୁ ଟିକେ ଏଥର ବିଳମ୍ବ ହେଇଗଲା। 2 ମାସ ପରେ ଏ ବୈଠକକୁ ଆସିବା ପାଇଁ ସୁଯୋଗ ଆଜି ମିଳିଲା। ତେଣୁ ଯେତେ ବିଭାଗ ଅଛି ଓଡ଼ିଶା ସରକାରଙ୍କର ସବୁ ବିଭାଗର ଅଧିକାରୀମାନଙ୍କୁ ଆଜି ମୁଁ ଡକେଇଥିଲି। ଏଠି ମାନ୍ୟବର ଦେବଗଡ଼ର ବିଧାୟକ, ପୂର୍ବତନ ବିଧାୟକ ସମସ୍ତଙ୍କର ଉପସ୍ଥିତିରେ ଆଜି ଆମେ ସମୀକ୍ଷା କରିଥିଲୁ। ସେଥିରେ ଜଳସେଚନ, ପିଇବା ପାଣି, ଶିକ୍ଷା, ସ୍ୱାସ୍ଥ୍ୟ, ରେଙ୍ଗାଲି ବନ୍ଧ ଯୋଜନା ସମୟରେ କ୍ଷତିଗ୍ରସ୍ତ ହେଇଥିବା ଲୋକମାନଙ୍କର ଯେଉଁ ସମସ୍ୟା, ସେ ସମସ୍ୟାର ମଧ୍ୟ କଣ ସମାଧାନ ହେଇପାରିବ, ରାଜସ୍ୱ ବିଭାଗର କଲମ ଟୁ କରେକ୍ସନ, ଗରିବ ଲୋକଙ୍କୁ ଜମି ଦେବା ଏବଂ ତାର ସାଙ୍ଗରେ ସାଙ୍ଗରେ ଜନଜାତି ସମ୍ପ୍ରଦାୟର ଲୋକମାନଙ୍କର ପାଇଁ ଜଳ ଜଙ୍ଗଲ ଜମିନର ଅଧିକାର, ଇଏ ସାମଗ୍ରିକ ବିଷୟରେ ଆଜି ଆମେ ସମୀକ୍ଷା କରିଥିଲୁ। ଇଏ ଭିତରେ ଦେବଗଡ଼ର 3ଟା ପ୍ରକଳ୍ପ କାର୍ଯ୍ୟକୁ ମଧ୍ୟ ମୁଁ ସକାଳେ ଯାଇକି ଦେଖିବାର ସୁଯୋଗ ପାଇଥିଲି। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଦେବଗଡ଼କୁ କେମିତି ଏକ ବିକଶିତ ଜିଲ୍ଲାରେ ପରିଣତ କରିପାରିବ, ସେ ବାବଦରେ ମଧ୍ୟ 15 କୋଟି ଟଙ୍କା ମଞ୍ଜୁର ହେଇଛି ଏବଂ ଟେଣ୍ଡର ପ୍ରୋସେସ ଭିତରେ ଅଛି ପ୍ରଧାନ ପାଟର ବିକାଶ ପାଇଁ। ଆହୁରି ଗୁଡ଼ିଏ ସମସ୍ୟା ମଧ୍ୟ ଯୋଉଟା ଲୋକମାନେ ମୋର ଦୃଷ୍ଟିଗୋଚରକୁ ଆଣିଥିଲେ, ତାକୁ ମଧ୍ୟ କେମିତି ସମାହିତ କରିବୁ ଆଜି ଆମେ ପ୍ରାଥମିକ କଥାବାର୍ତ୍ତା କରିଛୁ। ଜଳସେଚନ ବିଭାଗ, ୱାକ୍ସ ଡିପାର୍ଟମେଣ୍ଟ, ରେଳ ପଥର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଏବଂ ବିଭିନ୍ନ ପ୍ରସ୍ତାବ ଯୋଉଟା ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରକୁ ଦେଇଛନ୍ତି, ସେ ବାବଦରେ ମଧ୍ୟ ଆଗାମୀ ଦିନର ଭୁବନେଶ୍ୱରରେ ହିଁ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀ ମାନଙ୍କ ସାଙ୍ଗରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାର ଜନପ୍ରତିନିଧି ମାନଙ୍କୁ ମୁଁ ବସେଇବି, ଆଲୋଚନା କରି ତାର ସମାଧାନ କରିବା ପାଇଁ। ଦେବଗଡ଼ ସାଙ୍ଗରେ ମୋର ସମ୍ପର୍କ ବହୁତ ପୁରୁଣା ସମ୍ପର୍କ, ଛାତ୍ର ଜୀବନରୁ ମୋର ସମ୍ପର୍କ ଏବଂ ସେଇ କାରଣରୁ ମଧ୍ୟ ମୋର ସ୍ୱତନ୍ତ୍ର ଉତ୍ତରଦାୟିତ୍ୱ ଅଛି ଦେବଗଡ଼ର ବିକାଶ ସାଙ୍ଗରେ ନିଜକୁ ଯୋଡ଼ିବା ପାଇଁ।